ଆମେ ଯିବା ଆଜି ସମାନାର୍ଥ ଶବ୍ଦ, ଅନେକାର୍ଥକ ଶବ୍ଦ, ବିପରୀତ ବୋଧକ ଶବ୍ଦ, ସମଚାରିତ ଶବ୍ଦ, ଅନେକାର୍ଥକ ଶବ୍ଦ ଯିବା। ଏଗୁଡ଼ା ସବୁ କରିଦେଲା ପରେ ଆମେ ଟିକେ ଟିକେ ଯଦି ପଢ଼ି ଦେଉଛେ ପ୍ରଶ୍ନର ଉତ୍ତର ସହଜରେ ହେଇଯିବ, ଯେଉଁଟାକି ମୁଁ ସାହିତ୍ୟର ପଢ଼ଉଛି ବା MILରେ କରୁଛି। ଗୋଟିଏ ଶବ୍ଦ ଅନେକ ଅର୍ଥ ପ୍ରକାଶ କରୁଥିଲେ ତାକୁ ଅନେକାର୍ଥ ଶବ୍ଦ କୁହନ୍ତି। ଉଦାହରଣ ଅଙ୍କ। ଅଙ୍କର ଅନେକ ଅର୍ଥ ଅଛି। ଅଙ୍କର ଅର୍ଥ ହେଲା ସଂଖ୍ୟା, ଚିହ୍ନ, ବର୍ଷ, କ୍ରୋଡ଼। ଅର୍ଥ ହେଲା ମୁଦ୍ରା, ତାତ୍ପର୍ଯ୍ୟ, ପ୍ରୟୋଜନ। ଅମ୍ବର ହେଲା ଆକାଶ, ବସ୍ତ୍ର। ଉତ୍ତରର ହେଲା ଦିଗ ବିଶେଷ, ଉତ୍ତର ପ୍ରଶ୍ନର ଉତ୍ତର, ଶେଷ କାଳ ବା ଉତ୍ତରାଧିକାରୀ। ତାପରେ ଜଳ। ଜଳର ହେଲା ବିଷ୍ଣୁ। ଜଳ। କରେ ହେଲା କ ଶବ୍ଦରେ ବି ଅର୍ଥ ଅଛି ନା କ'ଣ? କର ହେଲା ଜଳ ବା ବିଷ୍ଣୁ। କଟକ। କଟକ ରାଜଧାନୀ, ଶିବିର, ନଗର ବା ସୈନ୍ୟ। କମଳ, ପଦ୍ମ, ଜଳ। କର ହେଲା କିରଣ, ଖଞ୍ଜଣା, ହାତ, ସଂଜ୍ଞା ବିଶେଷ ବା ଏରେ ସବୁ ଆର ଅନେକ ଅର୍ଥ ଅଛି। କଳାପ, ସମୂହ, ମୟୂରପୁଚ୍ଛ। କଢ଼ି। କଳି ହେଲା କଢ଼, କଳନା କରି, ଯୁଗ ବିଶେଷ ବା କଳିଯୁଗ, କଳହ, ବିବାହ ହେଲା। କାଳ ହେଲା ସମୟ ବା ଯମ। କାଳର ଗୋଟେ ଅର୍ଥ ହେଲା ସମୟ ବା ଯମ। ଗଣ୍ଡ। ଗଣ୍ଡ ମୂର୍ଖ, କଳପ, କପଳ, ଗଭୀର ଜଳପୂର୍ଣ୍ଣ। ସ୍ଥାନ ହେଲା ନଈର ଗଣ୍ଡ ବା ପୋଖରୀ ଗୁଣ୍ଡ, ଜାତି ବିଶେଷ। ଗୁଣ। ଗୁଣନ ବା କ୍ରିୟା, ଦୋଷର ବିପରୀତ, ଧନୁର ଗୁଣ। ଗୁରୁ। ବାର ବିଶେଷ ବା ଗୁରୁବାର, ଓଜନିଆ, ଶ୍ରେଷ୍ଠ, ଶିକ୍ଷକ ମାନେ ଏହାର ଅର୍ଥ। ଗୁଣ୍ଡା। ଗୁଣ୍ଡାଏ ଭାତ, ଦୁର୍ବୃତ୍ତ ବା ଚୂନା। ଘନ। ଘନ ମେଘ, ହଳଦିଆ, ଘନ ହଳଦିଆ। ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତାର ପରିମାଣ ବା ଘନ ଫଳ କୁହାଯାଏ ବା ବାରମ୍ବାର ସେ ମୋ ପାଖକୁ ଘନ ଘନ ଫୋନ୍ କରୁଛି। ତବୁ। ଶରୀର ହେଲା। ତବୁର ଅର୍ଥ ହେଲା ଶରୀର। ତାଳ। ବାଦ୍ୟର ତାଳ, ଏକ ପ୍ରକାର ଫଳର ଫଳ ବା ତାଳ ଗଛ। ତିଳ। ତିଳର ଅର୍ଥ ହେଲା ସାମାନ୍ୟ, କଳାଯାଇ, ଖସା ବା ରାଶି। ତୁଳା। ତୁଳା ରାଶି ବିଶେଷ କୁହାଯାଏ। ତୁଳା ହେଲା ତୁଳନା, ନିକିତି ବା କପାଳ ତୁଳା, କପାର ତୁଳା। ଦଳ। ଦଳର ଅର୍ଥ ହେଲା ଗୋଟେ ହେଲା ପତ୍ର, ଏକ ପ୍ରକାର ଜଳଦ ଉଦ୍ଭିଦ ବା ପୋଖରୀ ଯେଉଁ ଥିବା ଦଳ। ତାପରେ ହେଲା ଫଳର ପାଖୁଡ଼ା ବା ଦଳନ। ଧାର। ଅସ୍ତ୍ରର ଧାର, ନଦୀର ଜଳଧାର, ନଦୀର ଜଳଧାର। ଧାର ଦେବା ବା ଭାଗ। ନାକର ହେଲା ନାକ, ମୁହଁର ଅଂଶ ବିଶେଷ ବା ସ୍ୱର୍ଗ। ପକ୍ଷ। 15 ଦିନର ସମାହାର ବା କୃଷ୍ଣପକ୍ଷ, ଶୁକ୍ଲପକ୍ଷ। ଡେଣା, ପାର୍ଶ୍ୱ, ତରଫ। ପଣ୍ଡା। ସଂଜ୍ଞା ବିଶେଷ ବା ପଣ୍ଡିତ। ପଣ୍ଡା ବା ଶାସ୍ତ୍ରଜୋଳା, ବୁଦ୍ଧି। ଉପାଧି ବିଶେଷ ବା ପଢୁଅ, ଅଣ୍ଡରା, ମଇଁଷି। ତାପରେ ପାଟ। ଶ୍ରେଷ୍ଠ। ପାଟ ହେଲା ଶ୍ରେଷ୍ଠ ବା ଲୁଗ ବିଶେଷ, ପାଟ ଲୁଗା। ଖାଲୁଆ, ଜଳମୟ ଭୂମି ବା ଜଳପାଟ। ବର୍ଣ୍ଣ। ଅକ୍ଷର, ଜାତି, ରଙ୍ଗ। ବଣ। ବନର ହେଲା ବନର ଅର୍ଥ ହେଲା ବଣ ବା ଜଳ। ବର। ବର ଯେଉଁ ସ୍ୱାମୀ ବା ଶ୍ରେଷ୍ଠ। ଗଛ ବିଶେଷ ହେଲା ବରଗଛ। ବରଣ କର। ବଂଶ। କୂଳ ବା ବାଉଁଶ। ବାଡ଼ି। ଯଷ୍ଟି ବିଶେଷ ବା ଠେଙ୍ଗା ବାଡ଼ି। ହଇଜା, ବଗିଚା ବା କଦଳୀ ବାଡ଼ି। ବାଗ। ଲଗାମ, ଧରଣ, ଆୟତ ବା ଭଲ, ତୁ ବଡ଼ ବାଗରେ ଅଛୁ ହେଲା। ବାସ। ବାସନା, ଗନ୍ଧ, ବାସସ୍ଥାନ, ଘର, ବସ୍ତ୍ର। ବୃତ୍ତ। ଚରିତ୍ର, ଛନ୍ଦ, ବ୍ୟବସାୟ ବା ବୃତ୍ତି କୁହାଯାଏ। ଆଉ ଗୋଟେ ହେଲା ଚକ୍ରାକାର। ମାଲ। ମାଲ। ଜିନିଷପତ୍ର, ଶବ୍ଦବାହକ, ମାଲକୁସ୍ତି, ଧନ ସମ୍ପତ୍ତି, ଉତ୍ତମ ବସ୍ତୁ, ଚୋଖା ମାଲଟେ ଅଛି। ମିତ୍ର। ମିତ୍ରର ହେଲା ବନ୍ଧୁ ବା ବନ୍ଧୁ ଆଉ ସୂର୍ଯ୍ୟ। ସନ୍ଧି। ଫାଙ୍କ, ପାଖାପାଖି, ଦୁଇ ବର୍ଣ୍ଣ, ମିଳନ, ମିଳାମିଶା। ବିପଦପୂର୍ଣ୍ଣ ସମୟ, ମୁଁ ଏବେ ବିଷମ ସନ୍ଧିରେ ଅଛି। ସାର। ଖତ ବା କ୍ଷେତରେ ବ୍ୟବହୃତ ସାର ବା ଶ୍ରେଷ୍ଠ, ମୋ ଯିବାଟା ସାର ହେଲା ବା ସଂକ୍ଷିପ୍ତ ସାର କଥା। ଶ୍ରୁତି। କାନ ଆଉ ବେଦ। ହରି। ହରି ହେଲା ସୂର୍ଯ୍ୟ, ବିଷ୍ଣୁ ଯେ ଦୁଃଖକୁ ହରଣ କରନ୍ତି ସେ ହେଲା ହରି। ଆଉ ଗୋଟେ ହେଲା ଚନ୍ଦ୍ର, ଆଉ ଗୋଟେ ହେଲା ସୂର୍ଯ୍ୟ, ଇନ୍ଦ୍ର, ସର୍ପ। ନିମ୍ନଲିଖିତ ଶବ୍ଦ ଗୁଡ଼ିକର ବିଭିନ୍ନ ଅର୍ଥ ଲେଖ। ଅଙ୍କ। ଅଙ୍କର ହେଲା ସଂଖ୍ୟା, କୋଳ, ନାଟକର ବିଭାଗ, ରେଖା। ଅଜା। ମାଇ ଛେଳି ବା ମାଙ୍କର ବାପା। ମାଇ ଛେଳିକି ଅଜା କୁହାଯାଏ। କର। ହସ୍ତ, ଖଞ୍ଜଣା, କିରଣ, ହାତୀଶୁଣ୍ଢ, କାମ କର। ତ କଟକ। ନଗର, ସେନା ଛାଉଣୀ, ଦୁର୍ଗ। ଦଣ୍ଡ। ଶାସ୍ତି, ଠେଙ୍ଗା ସମୟରେ ପରିମାଣ ବିଶେଷ। ଦ୍ୱିଜ ବା ପକ୍ଷୀ। ଦ୍ୱିଜ ହେଲେ ପକ୍ଷୀ। ଦନ୍ତ, ବ୍ରାହ୍ମଣ। ଗୋଟେ ହେଲା ପକ୍ଷ, ସହାୟ। ଡେଣା, ପାର୍ଶ୍ୱ, ମାସର ଅଧା। ପକ୍ଷ ହେଲା ସହାୟ, ଡେଣା, ପାର୍ଶ୍ୱ, ମାସର ଅଧା। ବର ହେଲା ଶ୍ରେଷ୍ଠ ସ୍ୱାମୀ, ଆଶୀର୍ବାଦ, ଜାତା, ବରକନ୍ୟା। ଅତଣୀ, ପ୍ରେମ, ଜାତ, ପଞ୍ଚମହାଭୂତ। ରାଗ। କ୍ରୋଧ, ରଙ୍ଗ, ଅନୁରକ୍ତି, ସଙ୍ଗୀତର ସ୍ୱର। ରାଗଟି ହେଲା କ୍ରୋଧ ଶବ୍ଦ। ଏକାର୍ଥକ ଶବ୍ଦ। ଅନ୍ୟ ଶବ୍ଦ ଦେଇ ଗୋଟିଏ ଅର୍ଥ ପ୍ରକାଶ କରେ ସେଗୁଡ଼ିକୁ ଏକାର୍ଥବୋଧକ କୁହନ୍ତି। ଉଦାହରଣ ଅଗ୍ନି, ଅନଳ। ଏପଟେ ଅର୍ଥ, ଏପଟେ ଶବ୍ଦ।
ହେଲା। ଅନଳ ନିଆଁ ପାବକ ବୈଶ୍ୱାନର ହେଲା ହୁତାସନ। ଅଗ୍ର ଆଗ ଉତ୍ତମ ପ୍ରଧାନ ବରେଣ୍ୟ ଆଗୁଆ। ଅନୁକମ୍ପା କୃପା କରୁଣା ଦୟା। ଅଭିଜ୍ଞ କୁଶଳ କୃତି ପ୍ରବୀଣ ବିଶ୍ୱ ଶିକ୍ଷିତ ଅନୁଭୂତି। ଅସୁର ଦନୁଜ ଦାନବ ଦୈତ୍ୟ ଦିତିସୁତ ଶୁକ୍ର ଶିଷ୍ୟ। ଆକାଶ ଅନ୍ତରିକ୍ଷ ଅନଭ ଅଭ୍ର ଅମ୍ବର ଗଗନ ବ୍ୟୋମ ବିଷ୍ଣୁପଦ। ଆଖି ଚକ୍ଷୁ ନୟନ ନେତ୍ର ଲୋଚନ ଅକ୍ଷି ଇକ୍ଷିଣ। ଇଚ୍ଛା ଅଭିଳାଷ ଆକାଂକ୍ଷା ବାଞ୍ଛା ସ୍ପୃହା ଲିପ୍ସା। ଇନ୍ଦ୍ର ଦେବରାଜ ମଘବା ବଜ୍ରପାଣି ମେଘବାହନ ଶଚୀପତି ସୁନାଶିର ସୁରପତି। କନ୍ଦର୍ପ ଅନଙ୍ଗ ପୁଷ୍ପଧନା ମଦନ ମକରଧ୍ୱଜ ମନ୍ଥନ ମୀନକେତନ ରତିପତି। ଆଉ ଗୋଟେ ହେଲା 11ରେ ହେଲା କାଳୀ। କାଳୀର ହେଲା ଅପର୍ଣ୍ଣା ଗୌରୀ ପାର୍ବତୀ ରୁଦ୍ରାଣୀ ଶିବା ହୈମବନ୍ତୀ। କୋକିଳ କଳକଣ୍ଠ ପରଭୃତ ପିକ ବନପ୍ରିୟ ବସନ୍ତଦୂତ। ଗଙ୍ଗା ଜାହ୍ନବୀ ତ୍ରିପଥଗା ଭାଗୀରଥୀ ବିଷ୍ଣୁପଦୀ। ଗଣେଶ ଏକଦନ୍ତ ଗଜାନନ ଗଣାଧିପତି ବିଘ୍ନରାଜ ବିନାୟକ ବିଘ୍ନେଶ। ଗାଈ ଗାଭୀ ଗୋମାତା ଧେନୁ ଶୃଙ୍ଗିଣୀ। ଗୁରୁ ବୃହସ୍ପତି ଶ୍ରେଷ୍ଠ ସୁରାଚାର୍ଯ୍ୟ ଆଙ୍ଗିରସ। ଘର ଆଗାର ଆଳୟ ନିବାସ ନିକେତନ ଆକେତନ ନିଳୟ ଭବନ ସଦନ। 18 ହେଲା ଘୋଡ଼ା ଅଶ୍ୱ ତୁରଗ ତୁରଙ୍ଗ ତୁରଗମ ହୟ ଘୋଟକ। ଚନ୍ଦ୍ର ଇନ୍ଦୁ ଔଷଧୀଶ ଚନ୍ଦ୍ରମା। ଜଳ ଅମ୍ବୁ ଉଦକ ବନର ପେୟ ନିର୍ପୟ ଅହନ ଦଶ ବାସର ଦେବତା ମର୍ୟ ଅମର ତ୍ରିଦଶ ବିଦ ସୁମନା। ନଦୀ ତଟି ରଙ୍ଗିଣୀ ତଙ୍ଗିଣୀ ନଈ ନିମଗ୍ନା ସରିତ କଣ୍ଠ ସମୀପ। ପକ୍ଷୀ ଦ୍ୱିଜ ଖଗ ବିହଙ୍ଗ ନଳିନ ପଙ୍କଜ ରାଜ ସର। ପବନ ନୀଳ ଗନ୍ଧର୍ବ ପବମାନ ବାୟୁ ମରୁତ। ଭୂତ ଅରି ହରି। ପିତା ଜନକ ଜନିତା ତ। ପୃଥିବୀ ଅଚଳା ଅବନୀ କ୍ଷିତି ଧରଣୀ ବସୁମତୀ ବିଶମ୍ଭରା ସର୍ବଂସହା। ପୋଖରୀ ଫୁଲ କୁସୁମ ପୁଷ୍ପ ପ୍ରସୂନ ସୁମନ। ମୃଗ କୁରଙ୍ଗ ହରିଣ କୃଷ୍ଣସାର। ମେଘର ହେଲା ଅମ୍ବୁଜ ଜଳଧ ନିରଧ ଘନ ବାରିଧ ବଳାହକ। ରାତ୍ରି ନିଶା ନିଶିଥିନୀ ବିଭାବରୀ ଯାମିନୀ ରଜନୀ ଶବରୀ। ଲକ୍ଷ୍ମୀ ଇନ୍ଦିରା କମଳା ପଦ୍ମା ରମା ହରପ୍ରିୟା। ଶିବ ଈଶ ଈଶାନ ଉମାପତି କୃତ୍ତିବାସ ତ୍ରିଲୋଚନ ରୁଦ୍ର ଶଙ୍କର ଶମ୍ଭୁ ମହାଦେବ। ସରସ୍ୱତୀ ବାଗୀଶ୍ୱରୀ ଭାଗବତୀ ବାଗ୍ଦେବୀ ଶାରଦା ବାଣୀ। ସିଂହ କେଶରୀ ପଶୁରାଜ ମୃଗରାଜ ମୃଗେନ୍ଦ୍ର। ସୂର୍ଯ୍ୟ ଅରୁଣ ଆଦିତ୍ୟ ତପନ ଭାସ୍କର ଭାନୁ ମିହିର। ରବି ପ୍ରଭାକର ଦିବାକର। ତାପରେ 42 ନମ୍ବର ଅଛି ସ୍ତ୍ରୀ ପତ୍ନୀ ଅବଳା କାନ୍ତା ଦୋଷା ଦାରା ବଧୂ ବନିତା ଭାମା ଭାର୍ଯ୍ୟା। ସ୍ୱାମୀ କାନ୍ତ ଧବ ପତି ଭର୍ତ୍ତା ଈଶ୍ୱର। ତାପରେ ହସ୍ତୀ କରୀ କୁଞ୍ଜର ଗଜ ଧୀରଜ ବାରଣ। ନିମ୍ନଲିଖିତ ଶବ୍ଦଗୁଡ଼ିକର ପ୍ରତିଶବ୍ଦ ବା ଏକାର୍ଥକ ଶବ୍ଦ ଲେଖ। ଜଳ ନୀର ପାଣି ଅମ୍ବୁ ପୟ ତୋୟ ବାରି ସଲିଳ ଜୀବନ ଉଦକ। ସୂର୍ଯ୍ୟ ଦିନକର ରବି ତପନ ଆଦିତ୍ୟ ଦିନକର ପ୍ରଭାକର ଦିବାକର ବିଭାବସୁ ମାର୍ତ୍ତଣ୍ଡ ବିକର୍ତ୍ତନ ଅରୁଣ। ପୃଥିବୀର ଅବନୀ ମେଦିନୀ ଧରା ଧରଣୀ ଧରିତ୍ରୀ ବସୁମାତା ଇତ୍ୟାଦି। ସମୁଦ୍ର ବାରିଧି ବୁଧି ପୟୋଧି ରତ୍ନାକର ଜଳଧି ସାଗର ସିନ୍ଧୁ ଇତ୍ୟାଦି। ପଙ୍କଜ ବାରିଜ କମଳ ଅରିନ୍ଦ ରାଜୀବ ସରୋଜ ଇତ୍ୟାଦି। ତ ଏପଟେ ଶବ୍ଦ ଏପଟେ ବିପରୀତ। ଅକ୍ଳାନ୍ତର କ୍ଳାନ୍ତ ଅକ୍ଷତର କ୍ଷତ ଅଖାଦ୍ୟର ଖାଦ୍ୟ ଅଗ୍ରର ପାଶ୍ଚାତ୍ୟ ଅଗ୍ରଜ ବା ବଡ଼ ଭାଇର ଅନୁଜ ବା ସାନ ଭାଇ। ଅତୀତର ଭବିଷ୍ୟତ ଅର୍ଥ ଅନର୍ଥ ଅଧମର୍ଣ୍ଣ ବା ଋଣ ଗ୍ରହୀତା ଉତ୍ତମର୍ଣ୍ଣ ଋଣଦାତା।
ଅକୃତଜ୍ଞ କୃତଜ୍ଞ ଅକୃତଜ୍ଞ କୃତଜ୍ଞ ଅକ୍ଷମ କ୍ଷମ ଅଗ ମୂଳ ଅଗ୍ରଗାମୀ ଅନୁଗାମୀ ପଶ୍ଚାତଗାମୀ ଅଜ୍ଞ ବିଜ୍ଞ ଅଧମ ଉତ୍ତମ ଅଧିକ ଅନଧିକ ଊଣା ବା ଅଳ୍ପ ଅଧ ଊର୍ଦ୍ଧ୍ୱ ଅନନ୍ତ ଶାନ୍ତ ଅନୁଗ୍ରହ ନିରୀହ ନିଗ୍ରହ ଅନୁରାଗ ବିରହ ଅପରାଧ ନିରାପରାଧ ଅପରାଧ କିନ୍ତୁ ସେପଟେ ନିରପରାଧ ଅପାୟ ଉପାୟ ଅପୂର୍ବ ସାଧାରଣ ଅର୍ପଣ ଗ୍ରହଣ ଅଭିଜ୍ଞ ଅନଭିଜ୍ଞ ଅଭିଜ୍ଞ ହେଲା ଅନଭିଜ୍ଞ ଅମୀର ଫକୀର ଅରୁଆ ଉଷୁନା ଅନଳ୍ପ ବେଶୀ ବା ଅଧିକ ଅଲଣା ଲୁଣ ଅସାଧାରଣ ସାଧାରଣ ଅସହ୍ୟ ଅପାଣ ଅପୂର୍ଣ୍ଣ ପୂର୍ଣ୍ଣ ଅପେକ୍ଷା ଅସଲ ଅକାଞ୍ଚନ ପ୍ରଶ୍ନ ଆଗମନ ପ୍ରତ୍ୟାଗମ ଗମନ ନିମନ ଆଦାନ ପ୍ରଦାନ ଆଦ୍ୟ ପ୍ରାତ ଆନନ୍ଦ ବିଷାଦ ନିବରଣ ଆହ୍ୱାନ ବିସର୍ଜନ ଆବିଳ ମୌଳ ଅନାବିଳ ସ୍ୱଚ୍ଛ ଆମିଷ ନିରାମିଷ ଆଇନ ବେଆଇନ ଆକାଶ ପାତାଳ ଆନନ୍ଦ ନିରାନନ୍ଦ ବା ଦୁଃଖ ଆନନ୍ଦ ଦୁଃଖ ଆପଦ ବା ନିରାପଦ ଆବଶ୍ୟକ ଅନାବଶ୍ୟକ ଆବିର୍ଭାବ ତିର୍ଭାବ ଆବୃତ ଅନାବୃତ ଆମଦାନୀ ରପ୍ତାନି ଆୟ ବ୍ୟୟ ଆରମ୍ଭ ଶେଷ ଆଦ୍ୟ ଅନ୍ତ ଆଲୁଅ ଅନ୍ଧାର ଆଶା ନୈରାଶ୍ୟ ଆଶ୍ରୟ ନିଶ୍ଚୟ ଆହାର ନିହାର ଆହରଣ ଅବରଣ ବା ଅବତରଣ ଆଲୋକ ଅନ୍ଧାର ଆଶୀର୍ବାଦ ଅଭିଶାପ ଆସ୍ତିକ ନାସ୍ତିକ ଆହୁତ ଅନାହୁତ ଇହ ପର ଇହଲୋକ ପରଲୋକ ଈଶ ଅନିଶ ଈଶ ବା ଅନିଶ୍ୱର ଉଚ୍ଚ ଉକ୍ତ ଅନୁକ୍ତ ଉତ୍କୃଷ୍ଟ ନିକୃଷ୍ଟ ଉଚ୍ଚ ଅନୁଚ୍ଚ ଉଚ୍ଛୁର ଉଠିବା ପଡ଼ିବା ବା ବୁଡ଼ିବା ଉତ୍ତମ ଅଧମ ଉତ୍ତଳ ଅବତଳ ଏପଟକୁ ଯିବା ଅନେକ ଆଡ଼କୁ ପଳେଇଲାଣି ଆମେ ଉଦ୍ଭାବନ ଆବିଷ୍କାର ଉଶୃଙ୍ଖଳ ଶୃଙ୍ଖଳା ଇଚ୍ଛା ଅନିଚ୍ଛା ଇହାଳ ପ୍ରକାଳ ଈଷତ୍ ପ୍ରଭୂତ ଇଷ୍ଟ ଅନିଷ୍ଟ ଉତ୍କୃଷ୍ଟ ଅକୃଷ୍ଟ ଉଚିତ ଅନୁଚିତ ଉଚ୍ଚାରଣ ଅନୁଚାରଣ ଉଠାଣି ଗଡ଼ାଣି ଉଢ଼ ଉତ୍ଥାନ ପତନ ଉତ୍ତର ଦକ୍ଷିଣ ବା ପ୍ରଶ୍ନ ଉଦୟ ଅସ୍ତ ଉଦ୍ଘାଟନ ଉଦ୍ଦୀପନ ଉନ୍ନତି ଅବନତି ଉପଚୟ ଅପଚୟ ଉପମା ଅନୁମା ଉପସ୍ଥିତି ଅନୁପସ୍ଥିତି ଉପେକ୍ଷା ଅପେକ୍ଷା ଉଭା ଉତ୍ତା ଉଲ୍ଲିଖିତ ନିଲୋକିତ ଉଷା ପ୍ରତ୍ୟୁଷା ଉଷା ପ୍ରତ୍ୟୁଷ ଦୋଷ ଊଣା ଅଧିକ ଉଜୁ କୁଟିଳ ଋତୁ ବା ସତ୍ୟ ଅନୁୃତ ରୁଦ୍ଧ ମୁକ୍ତ ଏକତ୍ର ବିକ୍ଷିପ୍ତ ଏକାନ ପୃଥନ ଏକାନ୍ତ କେନ୍ଦ୍ର ଐକ ଅନେକ ପାରତ୍ରିକ ଅନେକ ଏକ ଭିଡ଼ିଓ ଲମ୍ବା ହେବ ଆଜି ବହୁତ ଗୁଡ଼ାଏ ଶବ୍ଦ କହିଥାଉ ଓଦା ଶୁଖିଲା ଓଷା ଲମ୍ବା ଅଜିତ ଅନାଚ୍ୟୁତ ଓଜନିଆ ହାଲକା ଓଲଟା ସିଧା ଓହ୍ଲାଇବା ଚଢ଼ି କଟା ସରଳ ବା କୋମ କଥା କଚି କୋଲପ କନ୍ୟା ବରପୁତ୍ର କନ୍ୟା ହେଲା ବର କନ୍ୟାର ବିପରୀତ ହେଲା ବର ବା ପୁତ୍ର କମ ବେଶୀ କର୍ମ କରୁଣା କରୁଣା ଧଳା କାଟିବା ଯୋଡ଼ିବା କାରଣ ଅକାରଣ କୀର୍ତ୍ତି ଅକୀର୍ତ୍ତି ବା ଉପକୃତି କୁଠି ଅକୃତ କୂଳ ଅନୁକୂଳ କୃତଜ୍ଞ କୃପଣ ବଦାନ୍ୟ କୋମଳ କର୍କଶ କ୍ରେତା ବିକ୍ରେତା କ୍ଲେଶ ଅକ୍ଲେଶ କଟୁ ମଧୁର କତି ଦୂର କଞ୍ଚା ପାଳକ ପାଚିଲା ବା ପାକା ତ କୁଶ୍ଚି ବା ଅସୁନ୍ଦରର ସୁନ୍ଦର କାର୍ଯ୍ୟର ଅକୃତ୍କାର୍ଯ୍ୟ କୃତ୍ରିମ ଶ୍ରେତ କ୍ରୟର ବିକ୍ରୟ କ୍ରାନ୍ତର ଅକ୍ଲାନ୍ତ କ୍ଷଣସ୍ଥାୟୀର ଚିରସ୍ଥାୟୀ କ୍ଷଣିକର ଚିରନ୍ତନ କ୍ଷୁଦ୍ରର ବୃହତ କ୍ଷୁଦ୍ରମର ବୃହତ କ୍ଷମର ଅକ୍ଷମ କ୍ଷୀଣର ପୃଥଳ କ୍ଷତ କ୍ଷମର ଅକ୍ଷମ କ୍ଷୟର ବୃଦ୍ଧି ବା ଖରା ବର୍ଷା ଖାଣ୍ଟିର ଭେଜାଲ ଖାଦ୍ୟର ଅଖାଦ୍ୟ କ୍ଷୁଧିର ଦୁଃଖ ଖ୍ୟାତିର ଅଖ୍ୟାତି ବା କୁଖ୍ୟାତି ଖ୍ୟାତର କୁଖ୍ୟାତ ବା ଅପଖ୍ୟାତ ଖାଉଟିର ଉତ୍ପାଦ କ୍ଷୁରାର ପାଇକାରୀ ଖାଟକର ମହାଜନ ଖାଲର ଖୋଲା ମୂଳ ଗଣାଣିର ଉଠାଣି ଗଣତନ୍ତ୍ର ରାଜତନ୍ତ୍ର ଗଦ୍ୟର ପଦ୍ୟ ଗର୍ବର ବିନୟ ଗର୍ବୀର ବିନୟା ନିରହଙ୍କାରୀ ଗଭୀରର ଅଗମ୍ୟର ଅଗମ୍ୟ ଗରଳର ଅମୃତ ଗରିମାର ଲଘିମା ଲାଘିମା ଗାରିମାର ଲଘିମା ଗୁରୁର ଗୁରୁବାସୀ ମାନେ ଭିଡ଼ିଓ ମାନେ କହିଲା ବେଳକୁ କେତେ ଯାକ ଶବ୍ଦ ଲାଗୁ ହଜାର ଅଛି ତ ଏତେ ସାରା କହିଲା ବେଳକୁ କ'ଣ ଲମ୍ବା ହେଇ ଆପଣ ମାନେ ଜାଣିବେ ସବୁ ସହଜ ଆଉ ଗୋଟେ ଜିନିଷ ଦେଖିଦେବା 20 ମିନିଟ୍ ଗୋଟେ